ୟୁଟ୍ୟୁବ ଏବଂ ଖ୍ରୀଷ୍ଟିଆନ। ହଁ ପ୍ରିୟମାନେ, ୟୁଟ୍ୟୁବ ଏବଂ ଖ୍ରୀଷ୍ଟିଆନ ମଧ୍ୟରେ ଯଦି ଆମେ ଦେଖିବା ତାହେଲେ ୟୁଟ୍ୟୁବ ଦ୍ୱାରା ଯେ କେତେ ଉପକୃତ ହୋଇପାରିବା ଆମେ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ। ୟୁଟ୍ୟୁବ ଗୋଟିଏ ମାଧ୍ୟମ, ଯେଉଁ ମାଧ୍ୟମ ଦ୍ୱାରା କି ଆମେ ଏହି ପୃଥିବୀର ଅନେକ ଲୋକମାନଙ୍କୁ ନିକଟରେ ଆମେ ପହଞ୍ଚି ପାରିବା। ୟୁଟ୍ୟୁବ ଏକ ମାଧ୍ୟମ, ଯେଉଁ ମାଧ୍ୟମରେ ଆଜି ପ୍ରାୟ ସମସ୍ତ ଲୋକମାନଙ୍କ ନିକଟରେ ମୋବାଇଲ ଅଛି। ଆଉ ସେଇ ମୋବାଇଲ ଦ୍ୱାରା ସେମାନେ ଏତେ ପରିମାଣରେ ନିଜକୁ ସେମାନେ ସାମିଲ କରିଦେଇଛନ୍ତି ଯେ ୟୁଟ୍ୟୁବ ବିନା ଆଉ ଏହି ଯେଉଁ ମାଧ୍ୟମ ବିନା କୌଣସି ଲୋକ ରହିପାରୁନାହାନ୍ତି ବିନା ମୋବାଇଲରେ। ତେଣୁକରି ୟୁଟ୍ୟୁବ ଏକ ମାଧ୍ୟମ ସୁସମାଚାର ପ୍ରଚାରର କହିଲେ ଭୁଲ ହେବ ନାହିଁ। କାହିଁକି, ଯଦି କୌଣସି ବିଷୟ ଆମେ ଯଦି ଅନୁସନ୍ଧାନ କରିବାର ଅଛି, କୌଣସି ବିଷୟର କୌଣସି ତଥ୍ୟ ଯଦି ଆମେ ପାଇବାର ଅଛି, ତାହେଲେ ଗୁଗୁଲ ଏବଂ ୟୁଟ୍ୟୁବ, ଏହି ଦୁଇଟି ମାଧ୍ୟମରେ ଅନେକ ତଥ୍ୟ, ଅନେକ ବିଷୟର ସତ୍ୟତା ଗୁଡ଼ାକ ମନୁଷ୍ୟ ଆଜି ପାଇପାରିଛି ନିଜ ହାତ ମୁଠିରେ, ଯାହାକି ମୋବାଇଲ ଦ୍ୱାରା। ତେବେ ୟୁଟ୍ୟୁବ ଏକ ଏମିତି ମାଧ୍ୟମ ଯେ ପ୍ରଭୁଙ୍କର ସତ୍ୟତା ମଧ୍ୟ ପ୍ରକାଶ କରିବାରେ, ପ୍ରଚାର କରିବାରେ, ଆଉ ଏହା ଏମିତି ଗୋଟିଏ ମାଧ୍ୟମ ଯେ ଅନେକ ଲୋକ ଆଜି ୟୁଟ୍ୟୁବ ମାଧ୍ୟମରେ ପ୍ରଭୁଙ୍କର ସତ୍ୟତା ଜାଣିପାରୁଛନ୍ତି। ୟୁଟ୍ୟୁବ ମାଧ୍ୟମରେ ସେବା କାର୍ଯ୍ୟ କେମିତି ଚାଲିଛି, କିମ୍ବା କେଉଁ ଜାଗାରେ ସେବା କାର୍ଯ୍ୟ ଚାଲିନାହିଁ, କେଉଁ ଜାଗାରେ ତାଡ଼ନା ହେଲା, କେଉଁ ଜାଗାମାନଙ୍କରେ କେଉଁ ସବୁ ବିଷୟ ଘଟିଲା, ୟୁଟ୍ୟୁବ ମାଧ୍ୟମରେ ଆମେ ଜାଣିପାରୁଛୁ। ତେଣୁକରି ଏଇ ଯେଉଁ ସୋସିଆଲ ମିଡ଼ିଆ, ଏହି ମିଡ଼ିଆ ମାଧ୍ୟମରେ ଆମେ ପ୍ରଭୁଙ୍କର ସେବା କାର୍ଯ୍ୟକୁ ଆମେ ଆଗକୁ ବୃଦ୍ଧି କରିପାରିବା। ଆମେ ପ୍ରଭୁଙ୍କର ସେବା କାର୍ଯ୍ୟକୁ ଆମେ ବଢ଼ାଇ ପାରିବା। ପ୍ରଭୁଙ୍କର ସେବା କାର୍ଯ୍ୟକୁ ଅନେକଙ୍କ ନିକଟରେ ପହଞ୍ଚାଇ ପାରିବା। ଆମେ ସ୍ମରଣ କରିବା, ଆମେ ଜାଣୁ ଯେ ପ୍ରତ୍ୟେକଙ୍କ ନିକଟରେ ସୁସମାଚାର ପହଞ୍ଚିଲା ପରେ ହିଁ ପ୍ରଭୁଙ୍କର ଆଗମନ ହେବ ବୋଲି। ଆଉ ପ୍ରତ୍ୟେକଙ୍କ ନିକଟରେ ସୁସମାଚାର ପହଞ୍ଚାଇବାର ଦାୟିତ୍ୱ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ତେଣୁକରି ଏହିସବୁ ଗୋଟିଏ ଗୋଟିଏ ମାଧ୍ୟମ, ଯଦ୍ୱାରା କି ଆମେ ସମସ୍ତେ ପ୍ରଭୁଙ୍କର ବାକ୍ୟର ସତ୍ୟତା, ସୁସମାଚାର, ଶିକ୍ଷା ଆଉ ଚେତନା, ପୁଣି ବାକ୍ୟର ସବୁ ଗଭୀର ବିଷୟ ଗୁଡ଼ାକ ଆମେ ପ୍ରକାଶ କରିପାରିବା। ଆଉ ଏହା ପ୍ରଭୁଙ୍କର ଯୋଜନା ଅଟେ। ତେଣୁକରି ଆଜି ଏହି ମାଧ୍ୟମରେ ଅନେକ ପ୍ରଭୁଙ୍କର ସତ୍ୟତା ବୁଝିପାରୁଛନ୍ତି, ଜାଣିପାରୁଛନ୍ତି, ଆଉ ସେମାନେ ଦେଖି ବି ପାରୁଛନ୍ତି ଅନେକ ବିଷୟ। ତେଣୁକରି ପ୍ରଭୁଙ୍କୁ ଧନ୍ୟବାଦ ଯେ ଏହି ୟୁଟ୍ୟୁବ ଏକ ମାଧ୍ୟମ ସାଜିଛି। ତେଣୁ ମୁଁ ତ ଅନୁରୋଧ କରିବି ମୋର ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ, ସେମାନେ କେବଳ ୟୁଟ୍ୟୁବ ଦେଖନ୍ତୁ ନାହିଁ, କିନ୍ତୁ ୟୁଟ୍ୟୁବ ସେମାନେ ଗୋଟେ ଗୋଟେ ଚ୍ୟାନେଲ ଖୋଲି ନିଜର ସମସ୍ତ ପାଇଥିବା ପ୍ରଭୁଙ୍କର ଠାରୁ ଯେଉଁ ସତ୍ୟତା ଗୁଡ଼ାକ ଆମେ ପାଉଛୁ, ଆଉ ଏସବୁ ଅନ୍ୟମାନଙ୍କୁ ସେୟାର କରିବା, ଯଦ୍ୱାରା ଆଜି ପ୍ରତ୍ୟେକ ଭାଇ ଭଉଣୀମାନେ ଏହି ୟୁଟ୍ୟୁବ ମାଧ୍ୟମରେ ପ୍ରଭୁଙ୍କର ସତ୍ୟତା ବୁଝିପାରିବେ, ଜାଣିପାରିବେ, ଆଉ ସେମାନେ ଶୁଣିପାରିବେ ପ୍ରକୃତ ସୁସମାଚାର। ପ୍ରକୃତ ସୁସମାଚାର ଜାଣିବା ନିମନ୍ତେ ଏହା ଏକ ମାଧ୍ୟମ। କେବଳ ଏହା ନୁହେଁ, ଆମେ ଜାଣୁ ବିଭିନ୍ନ ମାଧ୍ୟମ, ଯେଉଁଟାକି ଫେସବୁକ୍ ମଧ୍ୟ ଅଛି, ଇନଷ୍ଟାଗ୍ରାମ ଅଛି, ଆଉ ଏଭଳି ଅନେକ ମାଧ୍ୟମ ଗୁଡ଼ାକ ଅଛି ମିଡ଼ିଆରେ, ଯଦ୍ୱାରା କି ଆଜି ଅନେକ ବିଷୟ ଗୁଡ଼ାକ, ଶୈତାନିକ ବିଷୟ ଗୁଡ଼ାକ ବହୁ ପରିମାଣରେ ଦେଖିବାକୁ ମିଳୁଛି। କିନ୍ତୁ ଆମେ ଆମମାନଙ୍କର ପ୍ରଭୁଙ୍କର ସତ୍ୟତା, ସୁସମାଚାର ମଧ୍ୟ ଆମେ ଏହି ୟୁଟ୍ୟୁବ ମାଧ୍ୟମରେ ଅନେକଙ୍କ ନିକଟରେ ପହଞ୍ଚାଇ ପାରିବା। ଆଉ ପ୍ରଭୁଙ୍କର ଯଦି ଇଚ୍ଛା, ତାହେଲେ ଏହି ମାଧ୍ୟମରେ ଅନେକଙ୍କୁ ସେଇ ସତ୍ୟତା ପ୍ରଭୁ ଜଣାଇବେ। ତେଣୁ ଏହା କେବଳ ଯେ ଦେଖିବା ଆଉ ଅନ୍ୟମାନଙ୍କର ବିଷୟ ଜାଣିବା ତାହା ନୁହେଁ ପ୍ରିୟମାନେ, କିନ୍ତୁ ଆମେ ଜଣାଇବା ଆମମାନଙ୍କର ପ୍ରଭୁଙ୍କର ସତ୍ୟତା ବିଷୟ ଏହି ମାଧ୍ୟମରେ, ଆଉ ଅନେକ ଲୋକ ଜାଣିପାରିବେ, ବୁଝିପାରିବେ। ତେଣୁକରି ଆଉ ଆପଣମାନେ ପ୍ରସ୍ତୁତ ହେଇଯାଆନ୍ତୁ ଗୋଟିଏ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିବା ପାଇଁ। ଆଉ ଆପଣମାନେ ସେଇ ଚ୍ୟାନେଲରେ ଆପଣମାନଙ୍କର ଯେତେ ସବୁ ବିଷୟ ଅଛି ପ୍ରଭୁଙ୍କ ଠାରୁ ଆପଣମାନେ ପ୍ରାପ୍ତ ହୋଇଛନ୍ତି, ସେଇ ସତ୍ୟତା ଅନ୍ୟମାନଙ୍କୁ ସେୟାର କରନ୍ତୁ, ଯଦ୍ୱାରା ପ୍ରଭୁ ଗୌରବ ପାଇବେ, ଆଉ ଅନେକ ମଧ୍ୟ ତଦ୍ୱାରା ଉପକୃତ ହେବେ,
ପ୍ରଭୁଙ୍କର ସତ୍ୟ ସୁସମାଚାର ଜାଣିବା ନିମନ୍ତେ। ତେବେ ଯଦି ଆପଣଙ୍କୁ ଭଲ ଲାଗିଲା ଏ ବିଷୟ, ତାହେଲେ ଆପଣମାନେ ମୋର ଯେଉଁ ଏହି ମତରେ ସହମତ ହେଇପାରିବେ। ଆଉ ପ୍ରାର୍ଥନା କରନ୍ତୁ ଯେପରି ଏହି ଦ୍ୱାରା ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ SKS ଗସ୍ପେଲ୍ ମିନିଷ୍ଟ୍ରି ଚ୍ୟାନେଲ୍ ଦ୍ୱାରା ଯେପରି ଅନେକ ଲୋକ ପ୍ରଭୁଙ୍କର ସତ୍ୟତା ଜାଣିପାରିବେ। ତେଣୁକରି ମୋର ଚ୍ୟାନେଲ୍ ପାଇଁ ପ୍ରାର୍ଥନା କରନ୍ତୁ। ଆଗାମୀ ଦିନମାନଙ୍କରେ ମୁଁ ଯେପରି ଅତି ସୁନ୍ଦର ଭାବେ ପ୍ରଭୁଙ୍କର ବାକ୍ୟ ଏହି ପ୍ରକାର ମୁଁ ଆଉ ଅନେକଙ୍କ ନିକଟରେ ପହଞ୍ଚାଇ ପାରିବି। ତେଣୁକରି ମୋ ନିମନ୍ତେ ପ୍ରାର୍ଥନା କରନ୍ତୁ। ଆଉ ଯଦି ଏପର୍ଯ୍ୟନ୍ତ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ। ପ୍ରଭୁ ଆମ ସମସ୍ତଙ୍କୁ ଏହି ଅଳ୍ପ ଚିନ୍ତା ଦ୍ୱାରା ଗୌରବ ପାଇ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ସମସ୍ତଙ୍କୁ ଏହି ଭିଡ଼ିଓ ଦେଖିଥିବାରୁ।